ଶ୍ରୋତାବନ୍ଧୁ, ଓଡ଼ିଆ ଧାରାରେ ଆପଣମାନେ ଶୁଣୁଛନ୍ତି ବଧୂ ନିରୁପମା। ଏହା ଆଗରୁ ଆମେ ଏହାର 3ଟି ଭାଗ ଶୁଣିସାରିଛେ। ଆଜି ଆମେ ଏହାର 4ର୍ଥ ଭାଗ ଶୁଣିବା। ବାହାଘର ସରିଲେ ବେଦୀ ମୁହଁ ପଡ଼ିଯାଏ, କିନ୍ତୁ ନିର୍ମଳ ବାହାଘରକୁ ବେଦୀ ବନ୍ଧା ହୋଇନଥିଲା। ବୈଦିକ ଶ୍ଲୋକ ପଢ଼ାଯାଇନଥିଲା। ଶଙ୍ଖ ହୁଳହୁଳିର ଧ୍ୱନି ଶୁଭିନଥିଲା। ତାକୁ ବାଡ଼ୁଅ ପାଣି ଗାଧୋଇ ଦେବାକୁ ସାଇର 7 ସାଧବ ବୋହୂ ଆସିନଥିଲେ। ଦିଅଁ ମଙ୍ଗୁଳିବାକୁ କେଉଁ ଅନୁଡ଼ା ତରୁଣୀ କାଖରେ କଳସି ଧରି ବାଜା ବଜାଇ ଶୋଭାଯାତ୍ରା କରି ଯାଇନଥିଲା। ବାହାଘରର ସରାଗ ତେଣୁ ମଉଳି ଯାଇଥିଲା ଗୃହପ୍ରବେଶ ଆଗରୁ। ସେଥିପାଇଁ ଛଟପଟ ହେଉଥିଲା ନିର୍ମଳର ମନ। ଭାବୁଥିଲା, ଯେଉଁ ଘରେ ଆଦର ନାହିଁ, ଆନ୍ତରିକତା ନାହିଁ, ସେ ଘରକୁ ଆପଣାର ବୋଲି ଦାବି କରି ସେଠାରେ ମୁହଁ ମାଡ଼ି ପଡ଼ି ରହିବାର କିଛି କାରଣ ନାହିଁ। ଡେପୁଟି କଲେକ୍ଟର ଚାକିରି ପାଇଛି ସେ। ପେଟ ପୋଷିବାକୁ ନୂଆ ଜାଗାରେ ବସା ବାନ୍ଧିବାକୁ ତାକୁ କଷ୍ଟ ଲାଗିବ ନାହିଁ। ନିରୁପମାକୁ ସଙ୍ଗରେ ନେଇ ସେ ଦୂର ପ୍ରବାସକୁ ଉଡ଼ିଯିବ, ଠିକ୍ ଗୋଟିଏ ମୁକ୍ତ ବିହଙ୍ଗ ଭଳି, ସ୍ୱାଧୀନ ମଣିଷଟେ ପରି। ଏହି କଥା ନିରୁପମାକୁ କହିବ ବୋଲି ଅନେକ ସମୟରୁ ଭାବୁଛି ନିର୍ମଳ, କିନ୍ତୁ କହିବାର ସୁବିଧା ପାଉନାହିଁ। ଦିନବେଳେ ମୁହୂର୍ତ୍ତେ ସୁଦ୍ଧା ଦେଖା ହେଉନାହିଁ ନିରୁପମା ସହିତ। ବୋହୂ ସାଜି ମୁଣ୍ଡରେ ଓଢ଼ଣା ଟାଣି ସବୁବେଳେ ସେ ରୋଷେଇ ଘରେ, ବୋଉର ଶୋଇବା ଘରେ। ଦିନବେଳେ କିଛି ସମୟ ତା ନିକଟରେ ରହିବାକୁ ଗତ ରାତିରେ ନିରୁପମା ପାଖରେ ଦାବି କରିଥିଲା ନିର୍ମଳ। ଯୁକ୍ତି କରିଥିଲା, ଘରଟାରେ ଏକୁଟିଆ ଶୋଇ ଶୋଇ ଭଲ ଲାଗୁନି। ତମେ ଥିଲେ କେତେ ଗପ କରାଯାନ୍ତା। ଛୁଟି ଆଉ ଦିନ କେତେଟା। ଘରକୁ ଆସିଲା ପରେ ତମ ସହିତ ମନ ଖୋଲି ଟିକିଏ କଥାବାର୍ତ୍ତା ବି କରିହେଲା ନାହିଁ। କକ୍ଷର ଛାୟା ଅନ୍ଧାର ମଧ୍ୟରେ ଚେନାଏ ହସର ଆଲୋକ ଝଲସାଇ ନିରୁପମା ତା ପାଖକୁ ଘନିଷ୍ଠ ହୋଇ ଆସି କହିଲା, ବୋହୂ ହେଲା ଘରର ମଧୁଚନ୍ଦ୍ରିକା। ନିଜର ଆଲୁଅରେ ସେ ଘରର ସବୁ କୋଣ ଅନୁକୋଣ ଉଜ୍ଜ୍ୱଳ କରିବ। ଖାଲି ତମରି ପାଖରେ ବସି ରହିଲେ ଲୋକେ ହସିବେ। କହିବେ, କଟକର ନଈକୂଳେ ସିନେମା ଘରେ ଗପ କରି ଶେଷ ହେଲା ନାହିଁ ଯେ ଅଲାଜୁକୀଙ୍କ ଭଳି ଦିନବେଳେ। ଆଉ ଚନ୍ଦ୍ର କ'ଣ ଦିନରେ ଉଏଁ? ତମ ମନ ଆକାଶରେ ସେ ଉଇଁବ କେବଳ ରାତି ନିର୍ଜନ ହେଲେ, ଘରର ଚାରିଆଡ଼େ ଶୂନଶାନ ହେଲେ। ନିରୁପମା ମୁହଁକୁ ଚାହିଁ ନିର୍ମଳ ଭ୍ରୁକୁଟିରେ ବିରକ୍ତିର କୁଞ୍ଚନ ଦେଖାଯାଇଥିଲା। ସେ କହିଥିଲା, ତମେ ଯଦି ଚନ୍ଦ୍ର ହୁଅ ଆଉ ମୁଁ ଯଦି ହୁଏ ସୂର୍ଯ୍ୟ, ତେବେ ଆମ ଦୁହିଁଙ୍କର କେବେ ହେଲେ ଦେଖା ହେବ ନାହିଁ। ତମେ କ'ଣ ସତରେ ଏଇଆ ଚାହଁ? ନିରୁପମା ତାପରେ ନିର୍ମଳର ଦେହରେ ଘନିଷ୍ଠରୁ ଘନିଷ୍ଠତର ହୋଇଗଲା। ନିଜ ମୁହଁକୁ ଚାପି ଧରିଥିଲା ନିର୍ମଳର ଲୋମଶ ଛାତି ଉପରେ। ତାପରେ କ୍ଷୀଣ ଆହତ କଣ୍ଠରେ ଉତ୍ତର ଦେଇଥିଲା, ମୁଁ କ'ଣ ଚାହେଁ ତାହା ଯଦି ମୋ ମନର ପାଣ୍ଡୁଲିପିରୁ ତମେ ପଢ଼ିପାରିଲ ନାହିଁ, ତାହେଲେ ଚିତ୍କାର କରି ମୁଁ ବୁଝାଇ ପାରିବି ନାହିଁ। ବୁଝାଇ ବି କିଛି ଲାଭ ନାହିଁ। ନିରୁପମାର ଉତ୍ତର ଶୁଣି ନିର୍ମଳ ସ୍ତମ୍ଭିତ ହୋଇଯାଇଥିଲା। ପ୍ରଥମ ଥର ସେ ବୁଝିଥିଲା ନିରୁପମାଠାରୁ ତା ମନ ମଧ୍ୟରେ କେଉଁଠି କିଛି ଫାଙ୍କ ସୃଷ୍ଟି ହୋଇଛି। ଗୋଟିଏ ଝିଅକୁ କେବଳ ବିବାହ କରିଦେଲେ ସେ ନିଜର ହୋଇଯାଏ ନାହିଁ। ଦେହ ଏକାକାର ହେଲେ ମନ ଏକ ହୁଏ ନାହିଁ। ପ୍ରତି ମୁହୂର୍ତ୍ତରେ ନାରୀର ମନକୁ ତିଳ ତିଳ କରି ଜୟ କରିବାକୁ ପଡ଼େ। ଏଥିପାଇଁ ପୁରୁଷକୁ ଅନେକ କଥା ଲାଞ୍ଚ ଦେବାକୁ ହୁଏ। ଅନେକ ନୀତି ସହିତ ସାଲିସ୍ କରିବାକୁ ପଡ଼େ। ଏହାକୁ ହିଁ କୁହାଯାଏ ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ। ଏହି ତ୍ୟାଗର ଭୂମି ଉପରେ ଗଢ଼ା ହୁଏ ପାରିବାରିକ ଜୀବନର ନୂତନ ସୌଧ। ନାରୀର ଅନେକ ଇଚ୍ଛା ପାଖରେ ନିଜକୁ ଦାସ କଲେ ପୁରୁଷ ହୁଏ ସ୍ୱାମୀ। ଯେଉଁ ପୁରୁଷ ନାରୀର ଇଚ୍ଛା, ଖିଆଲର ଦାସ ହୋଇପାରେ ନାହିଁ, ସେ ଆଉ ଯାହା ହେଉ ପଛେ କେବେ ସ୍ୱାମୀ ହୋଇପାରେ ନାହିଁ। ନିର୍ମଳ ନିରୁପମାକୁ ପ୍ରେମ କରୁଥିଲା। ସେ ଥିଲା ତାର ପ୍ରେମିକ। ସେଥିରେ କିଛି ଦାୟିତ୍ୱ ନଥିଲା, ତ୍ୟାଗର ଭୂମିକା ଲୋଡ଼ା ନଥିଲା। କେବଳ କିଛି ପରିମାଣରେ ଭାବପ୍ରବଣତା, କିଞ୍ଚିତ୍ ମପାଚୁପା ଅଭିନୟକୁ ପୁଞ୍ଜି କରି ପ୍ରେମ କରି ହୁଏ, ପ୍ରେମିକ ହୋଇ ହୁଏ। କିନ୍ତୁ ସ୍ୱାମୀ ହେବାକୁ ହେଲେ? ସଚକିତ ହୋଇଥିଲା ନିର୍ମଳ ନିରୁପମାର କଥା ଶୁଣି। ଝରକା ଫାଙ୍କରେ ବାହାରର ଆକାଶକୁ ଚାହିଁଥିଲା। ଭାବୁଥିଲା, ନିରୁପମାକୁ ସେ ନିଜର କରିପାରିଛି, କିନ୍ତୁ ତା ମନର କଥା କେବେ ବୁଝିବାକୁ ଚେଷ୍ଟା କରିନାହିଁ। ସେ ଯାହା ଭାବୁଛି ତା ସ୍ତ୍ରୀ ଠିକ୍ ସେଇ କଥା ଭାବୁଥିବ ବୋଲି ତାର କିପରି ଏକ ଧାରଣା ହୋଇଯାଇଥିଲା। ଏବେ ସେ ବୁଝିଲା, ନିରୁପମା ମନର ଗୋପନ ପାଣ୍ଡୁଲିପି ପଢ଼ିବା ପାଇଁ ତାର ବର୍ଣ୍ଣ ପରିଚୟ ସୁଦ୍ଧା ହୋଇନାହିଁ। ନିରୁପମା ପଚାରିଲା, ରାଗିଲ କି? କ'ଣ ଏତେ ଭାବୁଛ? ନିର୍ମଳ ଉତ୍ତର ଦେଲା, ଭାବୁଛି ତମରି କଥା। ଆଗ ମୋତେ ମୁହୂର୍ତ୍ତେ ନ ଦେଖିଲେ ତମେ ଅସ୍ଥିର ହେଉଥିଲ। ଆଜି ତୁମକୁ ମୋ ପାଖରେ ପାଇବାକୁ ଚାହିଁଲେ ତୁମେ ଯୁକ୍ତି କରୁଛ। ନିର୍ମଳ ଆଉ କ'ଣ କହିଥାନ୍ତା। ତା ଆଗରୁ ତା ପାଟିରେ ହାତ ପାପୁଲି ଚାପି ଧରିଲା ନିରୁପମା। କହିଲା,
ସେସବୁ କଥା ମନରେ ଭାବ ନାହିଁ। ତମେ ଆଗରୁ ମୋ ପାଖରେ ଯାହା ଥିଲ ଏବେ ତାଠୁ ବେଶୀ ବଡ଼ ହୋଇଯାଇଛ। ତମକୁ ମୁଁ କେତେ ଭଲ ପାଏ ସେ କଥା ଆଜି ପ୍ରମାଣ ଦେବା ଦରକାର ନାହିଁ। ଏ ସହର ନୁହେଁ ମଫସଲ। ଲଜ୍ଜା ଏଠାରେ ନାରୀତ୍ୱ, ଗୋପନତା ଏଠାରେ ସାମାଜିକତା। ଦିନବେଳେ ତମ ପାଖକୁ ଆସିଲେ ଗାଁ ଯାକ ଫୁସ୍ଫାସ୍ ଟୁପ୍ଟାପ୍ ଚାଲିବ। ଆମେ ଶିକ୍ଷିତ, ସଭ୍ୟ, ଗାଁ ଲୋକଙ୍କ କଥା କାନକୁ ନେବା ନାହିଁ। ଏହାକୁ ଏକ ସାମାଜିକ କୁସଂସ୍କାର ବୋଲି କହି ହସି ଉଡ଼େଇ ଦେବା। କିନ୍ତୁ ବୋଉ, ଅପମାନରେ ସେ ବାହାରେ ମୁଣ୍ଡ ଟେକି ପାରିବେ ତ? ସମସ୍ତେ କହିବେ ଆଚାର୍ଯ୍ୟ ଘରର ବୋହୂ ଲାଜ ସରମ ଶିଖି ନାହିଁ, ସାମାଜିକତା କ'ଣ ଜାଣିନାହିଁ। ହୁଏତ ଆମ ଆଗରେ ଏକଥା କେହି କହିବେ ନାହିଁ, ଆମ କାନରେ ଏକଥା ପଡ଼ିବ ନାହିଁ। କିନ୍ତୁ ବୋଉଙ୍କ କାନରେ ଏକଥା ଲୋକେ ବାଜା ବଜାଇ କହିବେ। ସେତେବେଳେ ତାଙ୍କ ମନ କ'ଣ ହେବ କହିଲ ଦେଖି? ନୂଆ ବୋହୂ ହୋଇ ଆସିଲେ ମନର କଥାକୁ ମନରେ ମାରି ବରଷେ 6 ମାସ ଏମିତି ଚଳିବାକୁ ହୁଏ। ତମେ ଏମିତି ଅବୁଝା ହେଲେ ଚଳିବ? ନିରୁପମାର କଥା ଶୁଣି ନିର୍ମଳ ଆଖିର ତନ୍ଦ୍ରା ତୁଟି ଯାଇଥିଲା। ବୋହୂ ହୋଇ ଆସିବାର ଦିନ କେଇଟା ନ ଯାଉଣୁ, ପାଦରୁ ଅଳତା ନ ଲିଭୁଣୁ ଏତେ କଥା ଶିଖିଗଲଣି ସେ? କେଉଁଠୁ ଶିଖିଲା ସେ ଏତେ କଥା? ଅର୍ଥନୀତି, ଇତିହାସ, କେଉଁ ବହିର ପୃଷ୍ଠାରେ ଏହି ନୀତିବାଣୀ ସବୁ ଲେଖା ହୋଇଥିଲା? ନିରୁପମାର ଦୂରଦୃଷ୍ଟି, ସତର୍କ ଭାବକୁ ଲକ୍ଷ୍ୟ କରି ମନେ ମନେ ଉଲ୍ଲସିତ ହୋଇଥିଲା ନିର୍ମଳ। ମନେ ମନେ ଭାବିଥିଲା, ପୁରୁଷଠାରୁ ନାରୀ ଅନେକ ବୁଦ୍ଧିମତୀ। କେହି ନ କହିଲେ ବି ଅନେକ କଥା ସେ ସହଜରେ ବୁଝି ଯାଇପାରେ। ଆଉ ନିରୁପମା? ନିରୁପମା ଆକ୍ଷରିକ ଅର୍ଥରେ ଜଣେ ଗୃହବଧୂ ହେବାକୁ ଚାହେଁ। କେବଳ ସ୍ତ୍ରୀ ହୋଇ ସେ ସନ୍ତୁଷ୍ଟ ନୁହେଁ। ବୃକ୍ଷରେ ଲତା ହୋଇ ଲଟେଇବା ଆଗରୁ ସେ ଜାଣିବାକୁ ଚାହେଁ ମାଟିର କେତେ ଗଭୀରକୁ ଯାଇଛି ବୃକ୍ଷର ଚେର। ଯେଉଁ ଗଛର ଚେର ଦୁର୍ବଳ, ସେ ଗଛକୁ ଆଶ୍ରା କରି ଲଟେଇବାର କିଛି ଅର୍ଥ ନାହିଁ। ସେ ଗଛକୁ ଆଶ୍ରା କଲେ ସବୁବେଳେ ବିପଦ। ସେଥିପାଇଁ ନାରୀ କେବଳ ନିଜ ସ୍ୱାମୀର ପ୍ରେମ, ପୌରୁଷ ଚାହେଁ ନାହିଁ। ସେ ଚାହେଁ ନିଜ ପରିବାରର ଅକୁଣ୍ଠିତ ବିଶ୍ୱାସ, ସମସ୍ତ ସାମାଜିକ ମର୍ଯ୍ୟାଦା। ନିରୁପମା କଥାର ଆଉ ପ୍ରତିବାଦ କରିପାରି ନଥିଲା ନିର୍ମଳ। କିନ୍ତୁ ନିଜ ମନକୁ ମଧ୍ୟ ସେ ଭଲ କରି ବୁଝାଇ ପାରିନଥିଲା। ସାମାଜିକ, ପାରିବାରିକ ମର୍ଯ୍ୟାଦା ନାମରେ କେତେକ ଅନ୍ଧ କୁସଂସ୍କାରକୁ ଆଖି ବୁଜି ମାନି ନେବା ପାଇଁ ମନ ତାର ପ୍ରସ୍ତୁତ ହେଉନଥିଲା। ଆଜି ସେ ଘରେ ଅଛି, କାଲି ଯିବ ସେ ପ୍ରବାସ। ନିରୁପମାକୁ ବାଦ ଦେଲେ ସେ ଚଳିବ କେମିତି? ନିରୁପମା କିନ୍ତୁ ନିର୍ବିକାର। ଦିନବେଳେ ସେ ନିର୍ମଳକୁ ଧରାଛୁଆଁ ଦିଏ ନାହିଁ। କେତେବେଳେ କେମିତି ଧରା ପଡ଼ିଗଲେ ବି ନାନା ଜରୁରୀ କାମର ଛଳନା କରି ଛୁଟି ପଳାଏ ଶାଶୁଙ୍କ ପାଖକୁ। ଜବରଦସ୍ତି କାନି ଧରି ଟାଣିଲେ ହାତ ଯୋଡ଼ି ବିନତି କରେ। ଆଉ ତା ପାଖକୁ ଆପେ ଆପେ ସେ ଆସେ ନିଶୀଥ ନିର୍ଜନ ହେଲେ, ଘରେ ସମସ୍ତେ ଶୋଇସାରିଲେ, ପାଦ ଚିପି ଚିପି ସତର୍କରେ। ଭିତରକୁ ଆସି ଚାପା ଗଳାରେ ପ୍ରଶ୍ନ କରେ, କ'ଣ ଶୋଇଗଲଣି? ଜାଣେ ପରା ମିଛରେ 6ଟା ଗାଳି ଶୁଆ ହୋଇଛି। ଆଉ ନିର୍ମଳ ସତରେ ଯଦି ଶୋଇବାର ଛଳନା କରେ, ତେବେ ନିରୁପମାର ଚିମୁଟା ଖାଇ ପିଠି ତାର ଛଟପଟ ହୋଇଯାଏ। ଯଦି ସେ ଚିତ୍କାର କରି ଉଠେ, ପାଟିରେ ହାତ ଦେଇ ତାକୁ ଚୁପ୍ କରିଦିଏ ନିରୁପମା। ଅନୁନୟ କରି କହେ, ସୁନାଟି ପରା, ପାଟି କରନା। ବୋଉ ଶୁଣିବେ, କ'ଣ ଭାବିବେ? ତମ ଗୋଡ଼ ତଳେ ପଡ଼ୁଛି। ସତରେ କ'ଣ ମୋ ଚିମୁଟା କାଟିଲା? ସତକୁ ସତ ତା ପାଦ ପାଖରେ ସମୁଦ୍ରର ଢେଉଟି ଭଳି ଲୋଟି ପଡ଼େ ନିରୁପମା। ତାକୁ ଲକ୍ଷ୍ୟ କରି ମୁଗ୍ଧ ହୁଏ ନିର୍ମଳ। ନିରୁପମାକୁ ଗତ 2 ବର୍ଷ ଧରି ଅନେକ ଥର ଅନେକ ଭଙ୍ଗୀରେ ସେ ଦେଖିଛି। ପାଖରେ ବସି ସିନେମା ଦେଖିଲା ବେଳେ, ନଈଧାରରେ ବସି ଗପ କଲାବେଳେ, କଲେଜ ଲାଇବ୍ରେରୀ ପୋଟିକ ପାଖରେ ଚୋରେଇ ଚୋରେଇ ଚାହିଁ ଅଳ୍ପ ହସି ଚାଲିଗଲା ବେଳେ। କିନ୍ତୁ ଆଜି ଏ ବିନୀତ ବଧୂ ବେଶରେ ନିରୁପମାର ମୁହଁରେ ଯେଉଁ ସ୍ନିଗ୍ଧ, ଶାନ୍ତ ସୁଷମା ସ୍ୱାଭାବିକ ଭାବରେ ଫୁଟି ଉଠୁଛି, ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ତାଠାରେ କେବେ ହେଲେ ସେ ଦେଖିନଥିଲା। ରାତି ସଂକ୍ଷିପ୍ତ ମନେ ହୁଏ ନିର୍ମଳକୁ। ଗୁଡ଼ାଏ ଅବ୍ୟକ୍ତ ବେଦନା ଏକତ୍ରିତ ହୋଇ ମନ ଭାରି ଭାରି ଜଣାପଡ଼େ। ବିଗତ ରାତ୍ରିର ସେହି ସଞ୍ଚିତ ସ୍ମୃତିକୁ ସ୍ମରଣ କରି ଦିନଯାକ ଆଜି ଛଟପଟ ହେଉଛି ନିର୍ମଳ। ଛୁଟି ଶେଷ ହୋଇ ଆସୁଛି। ଆଉ ଦିନ କେତେଟା ପରେ ତାକୁ ବିଦାୟ ନେବାକୁ ହେବ। ରିଲିଫ୍ ଚାଉଳ ବଣ୍ଟା, ସରକାରୀ ଋଣ ଆଦାୟ, ସେଟଲମେଣ୍ଟ ଜମି ମାପ, ଅନେକ ଅନେକ କାମର ତାଲିକା ତାକୁ ଅପେକ୍ଷା କରି ରହିଛି। କିନ୍ତୁ ସେଇ କାମରେ କ'ଣ ତାର ମନ ଭୁଲିବ? ଆହା, ମଣିଷ ଯଦି ତା ନିଜ ମନକୁ ଇଚ୍ଛାଧୀନ କରିପାରନ୍ତା! ନିର୍ମଳକୁ ତା ନିଜ ଭବିଷ୍ୟତ ଚିନ୍ତା କିପରି ଅସହ୍ୟ ମନେ ହେଲା। ମନେ ମନେ ସେ ସିଦ୍ଧାନ୍ତ କଲା, ଯାହା ଭାବୁ ପଛେ ତା ସାଙ୍ଗରେ ଯିବା ପାଇଁ ନିରୁପମାକୁ ସେ ଅନୁରୋଧ କରିବ। ତା ନହେଲେ ଅଭିମାନ କରିବ। ଅଭିମାନ